ନମସ୍କାର ଦର୍ଶକ ବନ୍ଧୁ। ଆଜି ହେଉଛି ଏପ୍ରିଲ ମାସ 17 ତାରିଖ 2024 ମସିହା ବୁଧବାର। ଆସନ୍ତୁ ଜାଣିବା ଆଜିର 12ଗୋଟି ରାଶି ଫଳଙ୍କ ବିଷୟରେ। ପ୍ରଥମ ରାଶି ମେଷ ରାଶି। ଆଜି ଅଶ୍ଲେଷା ନକ୍ଷତ୍ର ବ୍ୟତୀତ ଅନ୍ୟ ନକ୍ଷତ୍ର ପାଇଁ ସ୍ୱାସ୍ଥ୍ୟ ଓ ପାରିବାରିକ ସ୍ଥିତିରେ ଉନ୍ନତି ହେବ। ଶତ୍ରୁମାନେ ସୁଯୋଗ ଅପେକ୍ଷାରେ ରହିବେ। ପ୍ରଶାସନ, ପ୍ରକାଶନ, ଅଧ୍ୟୟନ ଓ ଅଧ୍ୟାପନା ଏବଂ ସାହିତ୍ୟ, ଗବେଷଣା, ସାମ୍ବାଦିକତା କ୍ଷେତ୍ରରେ ଶୁଭଫଳ ପାଇବେ। ସାଂସ୍କୃତିକ କାର୍ଯ୍ୟକ୍ରମ ସଭା ସମିତିରେ ବନ୍ଧୁମିଳନ ଜନିତ ମନ ଖୁସି ରହିବ। ପରବର୍ତ୍ତୀ ରାଶି ବୃଷ ରାଶି। ବୁଧ ନକ୍ଷତ୍ରସ୍ଥ ସୁଖ ସମ୍ପର୍କରୁ ବୌଦ୍ଧିକ ବିକାଶ ସହ ବୈଷୟିକ ସୁଖ ସମୃଦ୍ଧିଜନକ ମନ ପ୍ରଫୁଲ୍ଲ ରହିବ। ପଢ଼ା, ସାହିତ୍ୟ, ଆଲୋଚନା ସହ ବୁଦ୍ଧିଜୀବୀଙ୍କ ସଙ୍ଗ ଲାଭ କରିବେ। ପ୍ରତିଯୋଗିତା, ପ୍ରଶାସନ, ବ୍ୟବସାୟ ଆଦି କ୍ଷେତ୍ରରେ ଉନ୍ନତି ହେବ। ପରିବାରରେ ସାଧାରଣ କଥାକୁ କେନ୍ଦ୍ର କରି ସ୍ତ୍ରୀ କ୍ଷୁବ୍ଧ ହୋଇ ମୁହଁ ଫେରାଇ ନେଇପାରନ୍ତି। ପରବର୍ତ୍ତୀ ରାଶି ମିଥୁନ ରାଶି। ବକ୍ରୀ ବୁଧ ରେବତୀ ନକ୍ଷତ୍ରସ୍ଥ ଯୋଗୁଁ ବୁଧଙ୍କ ସହ ମତାନ୍ତର ଓ କଳହ ସୃଷ୍ଟି ଆଶଙ୍କା ରହିଛି। ପରିବାରର ଖର୍ଚ୍ଚ ଭାର ବୃଦ୍ଧି ପାଇବା କାରଣରୁ ଚିନ୍ତା ପ୍ରକଟ କରିବେ। ଯାହାକି କିଛି ସହାନୁଭୂତି ଆଶାରେ କହିବାକୁ ଯିବେ ସେ ଓଲଟା କଥା କହିପାରନ୍ତି। ତଥାପି କ୍ରୀଡ଼ା, ସାହିତ୍ୟ, ପ୍ରଶାସନିକ ସ୍ତରରେ ଉଚ୍ଚ ସମ୍ମାନ ପାଇପାରନ୍ତି। ପରବର୍ତ୍ତୀ ରାଶି କର୍କଟ ରାଶି। କେତୁ ନକ୍ଷତ୍ରସ୍ଥ ଚନ୍ଦ୍ର ମନକୁ ବିକ୍ଷିପ୍ତ ଭାବନାରେ ବ୍ୟତିବ୍ୟସ୍ତ କରିବା ପାରେ। ସହଜାତ ଗୁଣର ପ୍ରଭାବରେ ସହନଶୀଳତା ଓ ମନର ଉଦାର ମନୋଭାବ କାରଣରୁ ଅନ୍ୟମାନଙ୍କର ପ୍ରିୟ ପାତ୍ର ହେବେ। କର୍ମକ୍ଷେତ୍ରରେ ସମସ୍ୟାର ଆସିଲେ ମଧ୍ୟ ତାହାକୁ ସାମ୍ନା କରିପାରିବେ। କଲେଜଦାତାଙ୍କ ଚାପ ବୃଦ୍ଧି ପାଇବା କାରଣରୁ ବ୍ୟସ୍ତତା ବୃଦ୍ଧି ପାଇବ। ପରବର୍ତ୍ତୀ ରାଶି ସିଂହ ରାଶି। ରାଶାଧିକ ଉଚ୍ଚ ରାଶିରେ ଅବସ୍ଥାନ କରିଥିବାରୁ ପ୍ରଶାସନିକ କ୍ଷେତ୍ର, ରାଜନୀତି, ସଂଗଠନ କ୍ଷେତ୍ରରେ ସଫଳତା ମିଳିବ। ପାରିବାରିକ କ୍ଷେତ୍ରରେ କିଛି କହିବା ଅପେକ୍ଷା ନିରବ ରହିବାରୁ ଭଲ ହେବ। ଶିଳ୍ପ, ବାଣିଜ୍ୟ, ପରିବହନ କ୍ଷେତ୍ରରେ ଅସୁବିଧା ରହିବ ନାହିଁ। ନିଜ ବିଚାର ବୁଦ୍ଧି ମାଧ୍ୟମରେ କାର୍ଯ୍ୟ କଲେ ଉପକୃତ ହୋଇପାରନ୍ତି। ପରବର୍ତ୍ତୀ ରାଶି କନ୍ୟା ରାଶି। ବୃହସ୍ପତିଙ୍କ ଶୁଭ ଦୃଷ୍ଟିରୁ ପାରିବାରିକ ସମସ୍ୟା ସମାଧାନ ବନ୍ଧୁଙ୍କ ମାଧ୍ୟମରେ ହୋଇପାରିବ। ପିଲାଙ୍କ ସକାଶେ ଅନ୍ୟମାନଙ୍କ ନିକଟରେ ମୁଣ୍ଡ ନୁଆଇବାକୁ ପଡ଼ିପାରେ। ବନ୍ଧୁଙ୍କ ଅନୁରୋଧ ଫଳରେ ଦିନ ଭରି ଶ୍ରମ ଏବଂ ଭ୍ରମଣଜନିତ କ୍ଳାନ୍ତି ଦେଖାଦେଇପାରେ। କୌଣସି ଗୃହୋପକରଣ କିମ୍ବା ମୂଲ୍ୟବାନ ସାମଗ୍ରୀ କ୍ରୟ କରିପାରନ୍ତି। ପରବର୍ତ୍ତୀ ରାଶି ତୁଳା ରାଶି। ଶୁକ୍ରଙ୍କ ଷଷ୍ଠ ସ୍ଥାନ ଅପୂର୍ବ ସୁଯୋଗ ସୃଷ୍ଟି କରି ଅର୍ଥ ଉପଢୌକନ ସମାନ ଦାନର ସହାୟକ ହୋଇପାରନ୍ତି। କଳା ପ୍ରତିଯୋଗିତାର ସଫଳତା ସହ ବନ୍ଧୁ ମିଳନରୁ ଖୁସି ରହିବେ। କର୍ମକ୍ଷେତ୍ରରେ ଗୁଡ଼ାଏ କାମ ହାତକୁ ନେଇ ବ୍ୟତୀତ ହେବେ। ଅପ୍ରିୟ ସତ କହିବାରୁ ସମ୍ମାନ ବଢ଼ିବ କିନ୍ତୁ ସଠିକ ଆଶଙ୍କା ରହିଛି। ପରବର୍ତ୍ତୀ ରାଶି ବିଛା ରାଶି। ପାପଗ୍ରହ ଦୃଷ୍ଟିବର୍ଜିତ ଭାଗ୍ୟ ଚନ୍ଦ୍ରସ୍ଥ ସହଜ ଓ ସହଜରେ କାର୍ଯ୍ୟ ହାସଲ ସହାୟକ ହେବ। ଚତୁର୍ଥ ଭାଗ ପାପଯୁକ୍ତ ପରିଜନଙ୍କ ସମସ୍ତ ସମସ୍ୟା ବୃଦ୍ଧି କାରଣରୁ ବିଚଳିତ ବୋଧ କରିପାରନ୍ତି। ଏଜେନ୍ସି, ସାମ୍ବାଦିକତା, ରାଜନୀତି, କର୍ମ ଆରମ୍ଭ, କଳା ଓ ସାହିତ୍ୟ ଏଜେନ୍ସି ପ୍ରଭୃତିରେ ସୁଫଳ ପାଇବେ। ପରବର୍ତ୍ତୀ ରାଶି ଧନୁ ରାଶି। କର୍ମଭାଗସ୍ଥ କେତେକ ଦୁଃପ୍ରଭାବ ଜନିତ ଅନ୍ୟମନସ୍କତା କିମ୍ବା ବିସ୍ମରଣ ଜନିତ କୌଣସି ଜିନିଷ ହରାଇ ପାରନ୍ତି। କର୍ମକ୍ଷେତ୍ରରେ ସହକର୍ମୀ ଅଧସ୍ଥାନ କର୍ମଚାରୀଙ୍କ ଦ୍ୱାରା କାର୍ଯ୍ୟ ସାଧନ କରିପାରିବେ। ପାରିବାରିକ କ୍ଷେତ୍ରରେ ସମସ୍ୟା ସମାଧାନର ରାସ୍ତା ବାହାର କରିପାରନ୍ତି। ଅନ୍ତରଙ୍କ ବନ୍ଧୁମାନେ ପରୋକ୍ଷ ଶତ୍ରୁତା କରିବାର ଆଶଙ୍କା ରହିଛି। ପରବର୍ତ୍ତୀ ରାଶି ମକର ରାଶି। ଶନି ଓ ଚନ୍ଦ୍ରଙ୍କ ଷଷ୍ଠାଂଶ ସ୍ଥିତି କାରଣରୁ ପାରିବାରିକ ମତାନ୍ତରରୁ କଳହ ସୃଷ୍ଟି ହେବ। ଶୁକ୍ରଙ୍କ ସୁପ୍ରଭାବରୁ କଳା, ସାହିତ୍ୟ, ସଙ୍ଗୀତ ଆଦିରୁ ପ୍ରଶଂସା ପାଇବେ। କର୍ମକ୍ଷେତ୍ରରେ ଯେମିତି ଆଶା କରୁଛନ୍ତି ସେମିତି ଫଳରେ ପାଇବାରେ କୌଣସି ଅସୁବିଧା ରହିବ ନାହିଁ। କିନ୍ତୁ ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ ଓ ନିର୍ମାଣ କ୍ଷେତ୍ରରେ ଝଗଡ଼ା ଲାଗିପାରିବ। ପରବର୍ତ୍ତୀ ରାଶି କୁମ୍ଭ ରାଶି। ରବି ଓ ବୃହସ୍ପତିଙ୍କ ଭାଗ୍ୟ ସ୍ଥାନକୁ ଦୃଷ୍ଟି ଫଳରେ ସାମଗ୍ରିକ ଦୃଷ୍ଟିକୋଣ ସଫଳତା ମିଳିବ। ସ୍ୱାମୀ ସହ ମଙ୍ଗଳଙ୍କ ସାନ୍ନିଧ୍ୟ ପ୍ରଭାବରେ ଭାତୃ ସମ୍ପର୍କ କ୍ଷୁଣ୍ଣ ହୋଇପାରେ। କର୍ମକ୍ଷେତ୍ରରେ ଅସୁବିଧା ନହେଲେ ମଧ୍ୟ ଆଶଙ୍କା ମନେକରି ମନ ଅସ୍ଥିର ରହିବ। ଆଧ୍ୟାତ୍ମିକତା, ଗଣତନ୍ତ୍ର, ଟେକ୍ନିକାଲ କର୍ମ ସମୂହ କ୍ଷେତ୍ରରେ ସୁଫଳ ପାଇବେ। ଆଜିର ଅନ୍ତିମ ରାଶି ମୀନ ରାଶି। ଗୁରୁଙ୍କ ସୁପ୍ରଭାବରୁ ଆପଣଙ୍କ ଯୁକ୍ତିଯୁକ୍ତ ଗାମ୍ଭୀର୍ଯ୍ୟପୂର୍ଣ୍ଣ ଭାଷା ଏବଂ ମଧୁର ବ୍ୟବହାର ସାର୍ବଜନୀନ ପ୍ରଶଂସା ପାଇଁ ସହାୟକ ହେବ। ଆନୁଷ୍ଠାନିକ କାମ କିମ୍ବା ଆଲୋଚନା ପରିସରରେ ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁଁ ମନ ଭଲ ରହିନପାରେ। କଳା, ସାହିତ୍ୟ, ସଙ୍ଗୀତ, କ୍ରୀଡ଼ା କ୍ଷେତ୍ରରେ ଆଦୃତ ହେବେ। ବୈଠକ, ଆଲୋଚନା, ରାଜନୀତି, ସଭାସମିତି ପାଇଁ ଦିନଟି ଭଲ ପ୍ରୀତିପ୍ରଦ ରହିବ। ଏହା ଥିଲା ଆଜିର 12ଗୋଟି ରାଶିଫଳଙ୍କ ବିଷୟରେ। ଆପଣଙ୍କ ଶୁଭମଙ୍ଗଳ। ଜୟ ଶ୍ରୀକୃଷ୍ଣ। ଆପଣ ଯଦି ଚ୍ୟାନେଲ ନୂଆ ଅଛନ୍ତି ଚ୍ୟାନେଲକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ କରି ନୋଟିଫିକେସନକୁ ଅନ୍ କରି ଅଲ୍ ସେଟ୍ କରିଦିଅନ୍ତୁ। ଜୟ ଶ୍ରୀକୃଷ୍ଣ।